ମୋ ନା ରାଜେନ୍ଦ୍ର ଶତପଥୀ ଅଳାଭର ସାଂସ୍କୃତିକ ପରିଷଦର ସଭାପତି ରୂପେ କାର୍ଯ୍ୟ କରୁଛି। ଆପଣ ଏଇ ଜାଗତ ଗୌରୀ ମନ୍ଦିରରେ ଆଜି ଯେଉଁ ବୃକ୍ଷରୋପଣ ମହତ୍ କାର୍ଯ୍ୟକ୍ରମ କଲେ, କ'ଣ ପାଇଁ ବୃକ୍ଷରୋପଣ କଲେ ଏବଂ କ'ଣ ରହିଛି? ଦେଖନ୍ତୁ ବର୍ତ୍ତମାନ ଯେଉଁ ସିଚୁଏସନ୍ ଅଛି, ପ୍ରକୃତି ଚାହୁଁଛି ଯେ ବୃକ୍ଷ ରୋପଣ କରାଯାଉ। ଯେମିତି ସରକାରୀ ସ୍ତରରେ ବର୍ତ୍ତମାନ ପାଇଁ ମା' ପାଇଁ ଗଛଟିଏ ଯେଉଁ ପ୍ରୋଗ୍ରାମ୍ ଚାଲିଛି, ସେ ପ୍ରୋଗ୍ରାମ୍ ଏଇଟା କହିଲେ ଗୋଟେ ଅତ୍ୟୁକ୍ତି ହେବ ନାହିଁ। ଯେମିତିକି ବର୍ତ୍ତମାନ ସମାଜରେ ଯୁବ ସମାଜ ଯେଉଁଠି ପଥଭ୍ରଷ୍ଟ ହେଉଛନ୍ତି, କିନ୍ତୁ ଆମର ଯେଉଁ ଅଳାଭର ସାଂସ୍କୃତିକ ପରିଷଦ ଯେଉଁ ଯୁବକ ଭାଇମାନେ ଆମ ସହିତ ସଂଶ୍ଳିଷ୍ଟ ଅଛନ୍ତି ବା ଆମ ସହିତ କଣ୍ଟାକ୍ଟରେ ଆସୁଛନ୍ତି, ଆମ ସହିତ କାର୍ଯ୍ୟକ୍ରମରେ ସେମାନେ ନିଜକୁ ସାମିଲ କରିଛନ୍ତି, ସେ ବାର୍ତ୍ତାଟା ଦେଉଛି ଯେ ବୃକ୍ଷ ହିଁ ଜୀବନ। ଯେଉଁ ବୃକ୍ଷ ହିଁ ଜୀବନ ବାର୍ତ୍ତା ଅଛି, ଏଇଟାକୁ ସଫଳ କରିବା ପାଇଁକି ଆମର ଏ ମହତ ଉଦ୍ଦେଶ୍ୟ ଆଜି ମା' ଜାଗ୍ରତ ଗୌରୀ ପୀଠରେ ଆମେ ଏ ପ୍ରୋଗ୍ରାମଟି କରିଥିଲୁ। ଆପଣ ଏଇ ଜାଗତ ଗୌରୀ ମନ୍ଦିରରେ ଖାଲି ବୃକ୍ଷରୋପଣ କରିବେ ନା ଅଲଗା ଅଲଗା ଜାଗାରେ? ଦେଖନ୍ତୁ, ଆମର ବର୍ତ୍ତମାନ ସମୟରେ ଯେଉଁ କାର୍ଯ୍ୟକ୍ରମ ଚାଲିବ ତାହା ବ୍ୟାପକ ଭାବରେ ବ୍ଲକ ସ୍ତରୀୟ ହେଉ, ଆମେ ସେଇଟା କରିବୁ ବୋଲି ଚିନ୍ତା ରଖିଛୁ। ଖାଲି ପଞ୍ଚାୟତ ସ୍ତରୀୟ ନୁହଁ କି ଆମ ମା' ଜାଗ୍ରତ ଗୌରୀ ପୀଠ ନୁହଁ, ଏଇଟାକୁ ଆମେ ବ୍ୟାପକ କରିବୁ। ହୁଏତ ଏହା ଆମର ଜଗତସିଂହପୁର ଡିଷ୍ଟ୍ରିକ୍ଟ ଭିତରେ 1 ନମ୍ବର ରୂପେ ଆମର ଯେଉଁ ସାମାଜିକ ପରିଷଦ ଅଛି, ତାକୁ ଆମେ କରିବୁ ଏହିପରି ସାମାଜିକ କାର୍ଯ୍ୟକ୍ରମ କରିକି। ଖାଲି ଏହା ସାଂସ୍କୃତିକ ଭିତରେ ବି ଏହା ସୀମିତ ରହିବ ନାହିଁ, ଯେଉଁଟାକି ସମାଜ ପାଇଁ କିଛି କରିବ, ଯେଉଁଟା ବାର୍ତ୍ତା ଯିବ କି ଆଗାମୀ ଭବିଷ୍ୟତରେ ଯୁବ ସମାଜ ପଥଭ୍ରଷ୍ଟ ହେଉନାହାନ୍ତି, ସେମାନେ ସାମାଜିକ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ଅଛନ୍ତି ଆଉ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସଂଶ୍ଳିଷ୍ଟ ଅଛନ୍ତି। ଯୁବପିଢ଼ିକି କ'ଣ ବାର୍ତ୍ତା ଦେବେ? ଯୁବପିଢ଼ିକି ମୁଁ ଏ ଗୋଟିଏ ସନ୍ଦେଶ ଦେବି ଯେ ଯେକୌଣସି ଯୁବକ ଅଛନ୍ତି, ସେମାନେ ସମସ୍ତେ ଗୋଟିଏ ବୃକ୍ଷ ନିଜ ବାଡ଼ିରେ ଲଗାନ୍ତୁ ଏବଂ ଏଇ ଯେଉଁ ବୃକ୍ଷଟିକୁ ସେମାନେ ଲଗାଇବେ ତା'ର ଯତ୍ନ ନିଅନ୍ତୁ। ବୃକ୍ଷ ହିଁ ଜୀବନ, ଏ ବାର୍ତ୍ତାଟି ମୋର ସମସ୍ତ ଯୁବକ ଭାଇମାନଙ୍କୁ ରହିବ। ପରିଚୟ, ମୁଁ ପ୍ରବୋଧ କୁମାର ମହାନ୍ତି, ଶିକ୍ଷକ, ଶାସନଲାଭର ହାଇସ୍କୁଲ ତଥା ଅଳାଭର ସାଂସ୍କୃତିକ ପରିଷଦର ଭଲ ସୁଚିନ୍ତକ। ଆଜି ଆମର ଏଇ ଅଳାଭର ସାଂସ୍କୃତିକ ପରିଷଦ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ମୁଁ ଜଡ଼ିତ। ପ୍ରଥମେ ଆମେ ମା' ଜାଗୁଳାଇ ପୀଠରୁ ଆରମ୍ଭ କଲୁ। ମା' ଜାଗୁଳାଇ ପୀଠରେ ଆମେ 2ଟି ନଡ଼ିଆ ଗଛ ଆଉ ଗୋଟିଏ ପିଜୁଳି ଗଛ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ରୋପଣ କଲୁ ତଥା ନାରଦିଆ ବଜାର ଗ୍ରାମବାସୀ, ଅଳାଭର ଗ୍ରାମବାସୀମାନଙ୍କୁ ଆମେ ଗୋଟିଏ ବୃକ୍ଷ ବଣ୍ଟନ କଲୁ ଏବଂ ସେମାନଙ୍କର ନାଁ ଏବଂ ତାଙ୍କ ଫୋନ୍ ନମ୍ବର ଆମେ ରେକର୍ଡ଼ କରି ରଖିଛୁ ଏବଂ ତାଙ୍କୁ କହିଛୁ, ଆପଣମାନଙ୍କୁ ଦାୟିତ୍ୱ ଦେଲୁ ଯେ ଆପଣମାନେ ଗଛକୁ ବଞ୍ଚେଇ ରଖିବେ। ଗଛଟିଏ ଜୀବନଟିଏ, ମା' ପାଇଁ ଗୋଟିଏ ଗଛ। ଏ ଗଛଟିଏ ଲଗାଇଲେ ଆମ ପରିବେଶ ଆଜି ନଷ୍ଟ ହେବାକୁ ଯାଉଛି, ପରିବେଶ ଆମର ସୁଧୁରି ଯିବ। ତେଣୁ ଆପଣମାନେ ବୃକ୍ଷର ଯତ୍ନ ନେଇକରି ବଞ୍ଚେଇକି ରଖିବେ। ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଆପଣଙ୍କୁ ଆସି ଭେଟିବୁ ଏବଂ ଆପଣ ଗଛକୁ ଯଦି ବଞ୍ଚେଇକି ରଖିଛନ୍ତି ତାହେଲେ ଆମେ ଆପଣଙ୍କୁ ଆସନ୍ତା ରଜ ମହୋତ୍ସବରେ ପୁରସ୍କୃତ କରିବୁ। ମୋର ବୃତ୍ତି ଶିକ୍ଷକତା। ଆଜି ଯେଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନେକ ଥର ଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୁଏ, କିନ୍ତୁ ଏହାର ଟିକେ ସ୍ୱତନ୍ତ୍ରତା ଆମେ ଅନୁଭବ କରିଥିଲୁ ଯେ ଆମେ ବୃକ୍ଷରୋପଣ କରିଦେଇ ଆସିଲା ପରେ ତା'ର ପ୍ରତ୍ୟକ୍ଷ ଯତ୍ନ ନିଆଯାଏ ନାହିଁ, ଯାହାଫଳରେ ପର ବର୍ଷକୁ ଗଛ ଖୋଜିଲେ ସେଠାରେ ମିଳିନାହିଁ। କିନ୍ତୁ ଏଠାରେ ବୃକ୍ଷର ଗୁଡ଼ିକ ବଣ୍ଟା ଯାଇଥିଲା, ଯାହାକୁ ଦିଆହେଇଥିଲା ତାଠୁ ଗୋଟେ ଦସ୍ତଖତ କରାହେଇଥିଲା ଯେ ଆପଣ ଆର ବର୍ଷ ଆମର ଏଇ ଅନୁଷ୍ଠାନ ତରଫରୁ ରଜ ମହୋତ୍ସବ ଅତି ବ୍ୟାପକ ଭାବରେ ହୁଏ। ସେଇ ରଜ ମହୋତ୍ସବ 3 ମାସ ପୂର୍ବରୁ ଆମେ ତା'ର ସମୀକ୍ଷା କରିବ। ଆପଣଙ୍କ ଯଦି ଗଛଟା ଭଲ ସୁସ୍ଥ ସବଳ ହେଇଥିବ ତାହେଲେ ତୁମକୁ ପୁରସ୍କାର ପ୍ରକୃତି ବନ୍ଧୁ ହିସାବରେ ପୁରସ୍କାର ପ୍ରଦାନ କରାଯିବ। ତେଣୁ ଏହା ନିଆରା କାର୍ଯ୍ୟକ୍ରମ ଭଳିଆ ଲାଗିଲା, ଯାହାଫଳରେ ଲୋକଙ୍କର ଦାୟିତ୍ୱ ଆସିବ। ନିଶ୍ଚିନ୍ତ ଭାବରେ ଅନେକ ଗଛ ଥିବା ଗୋଟେ ବଞ୍ଚେଇ ନପାରିବା ଭଳିଆ କିଛି ଅଳ୍ପ ଗଛ ଦେବା, ତାକୁ ବଞ୍ଚେଇ ରଖିବା, ଏଇଟା ହେଉଛି ଆଜିର କାର୍ଯ୍ୟକ୍ରମର ଗୋଟେ ସ୍ୱତନ୍ତ୍ରତା ଭଳି ଅନୁଭବ କରାହେଉଛି। ଆଜି ପାଖାପାଖି 100 ଖଣ୍ଡେ ଗଛ ଆମେ ବାଣ୍ଟିଛୁ। ଲୋକମାନଙ୍କର ଏଇ ଦସ୍ତଖତ, ତାଙ୍କର ଦସ୍ତଖତ କରାହେଇଛି, ତାଙ୍କ ନାଁ ଲେଖା ହେଇଛି, କେଉଁ ଗଛ ଦିଆହେଇଛି ସେଇଟା ବି ସ୍ଥିର କରାହେଇଛି। ତା ଫଳରେ ଆମେ ପରବର୍ତ୍ତୀ ସ୍ତରରେ ଜାଣିପାରିବା ଯେ ପ୍ରକୃତ ସେ ଗଛର ଯତ୍ନ ନେଇଛନ୍ତି। ତାଙ୍କୁ ଗୋଟେ ଏନକରେଜ୍ କରି ଉତ୍ସାହିତ କରିବା ପାଇଁ ଆମେ କହିଛୁ ଯେ ପରବର୍ତ୍ତୀ ରଜ ମହୋତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ, ଯାହାର ଗଛ ଭଲ ହେବ। ମାନେ ବିଶ୍ୱଜିତ ମିଶ୍ର, ସମସ୍ତେ ପ୍ରିୟରେ ମୋତେ ବୁଲୁଭାଇନା ଡାକନ୍ତି। ଆଜି ଆପଣ ଜାଗତ ଗୌରୀ ପାଖରେ ମିଟିଂ ହେଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ, ଏ କାର୍ଯ୍ୟକ୍ରମରେ କ'ଣ ପାଇଁ କରାଯିବ? ଅଳାଭର ପଞ୍ଚାୟତ ସାଂସ୍କୃତିକ ପରିଷଦର ମୁଁ ଅଧ୍ୟକ୍ଷ ଅଛି। ପାଖରେ ଅଛନ୍ତି ରାଜେନ୍ଦ୍ର ପ୍ରସାଦ ଶତପଥୀ, ସେ ଅଛନ୍ତି ଆମର ସଭାପତି। ପାଖରେ ସାର୍ ପ୍ରବୋଧ ସାର୍ ଅଛନ୍ତି, ପାଖରେ ଦୀପ୍ତି ସାର୍ ଅଛନ୍ତି। ଆମର ଅଳାଭର ପଞ୍ଚାୟତ ସାଂସ୍କୃତିକ ପରିଷଦ ତରଫରୁ ରଜ ସମୟରେ 14, 15, 16 ତାରିଖରେ ରଜ ମହୋତ୍ସବ ହୋଇଥିଲା। ସମସ୍ତେ ଭାବୁଥିଲେ ଅଞ୍ଚଳରେ ଯେ ଏଇଟା ଗୋଟେ ଖାଲି ରଜ ମହୋତ୍ସବ ହେଇକି ସୀମିତ ହେଇକି ରହିବ ବୋଲି, କିନ୍ତୁ ତାହା ଆମେ ଧାରଣା ଭୁଲ କଲୁ।
आपको आगामी दिन में व्यापक रूप से प्रति मासरे गोटे ना गोटे सामाजिक कार्यक्रम सेवा कार्यक्रम सांस्कृतिक कार्यक्रम करूँ जो आम युव पीढ़ी मैंने प्रतिबद्ध होती भूल बाटर जाऊँगी से बाटर से ठीक आने समाजर पंचायतर अलाभर पंचायतर समाजर कल्याण जो कार्यक्रम गुड़ा दरकार सेवा रूप से सामाजिक रूप से कार्यक्रम गुड़ाक आम करूँ ता भर ये गोटे वन महोत्सव कार्यक्रम आम करूँ आम प्रथम थर यहाँ करूँ आधे आम 100 रु ऊर्ध्वक वृक्ष चारा आनीलु जहाँ भितर माँ जागुड़ी पीठर जेहेतु आम कार्यक्रम प्रथम बैठक रज महोत्सव आरंभ होता आम भाविलु यही पीठर ही आम सब जिन कार्यक्रम स्टार्ट करूँ ये आरंभ करूँ आम सहित माने गुरुजन व्यक्ति माने 50 रु 60 ऊर्ध्व गुरुजन व्यक्ति द्वारा आम ये 2टा नड़िया गछर वृक्षरोपण ये कलु गोटे पिजुड़ी गछर ये वृक्षरोपण कर स्टार्ट कलु तापर नारदिया बजार तापर अलाभर ग्राम जो जोटी बजार अच्छी से आम सब वृक्ष चारा समस्त को आम ये देलु समाज को बार्ता देवा जे वृक्ष ही जीवन वृक्ष गोटे जीव एभलिया सी क्या किसी कहीपे ना किंतु मानव समाज को बहु माने मूल्य दिए सी ताकू कहीं किसी दियंती ना सी समाज रे गोटे बहुत बड़ बार्ता देती सेवा काम करवा आज जो समाज प्रति माने भूल बाटर जाऊँगी ताकू केमती भल बाट को आनिबा आउ समाज कल्याण करवा यहाँ हूँ अलाभर पंचायत सांस्कृतिक परिषद मुख्य लक्ष्य। नुआ नुआ खबर जानिबा पई आमो LNTV को लाइक शेयर और सब्सक्राइब करंतु। LNTV स्वर आपणंकर।